साबुड़ चंपा मालती मली जुई सबटू बढ़िया माकू नड़िया आहा सबटू बढ़िया माकू नड़िया जते इच्छा सेते रखिता आल नड़िता लवंगलता आल नड़िता लवंगलता घटना दिवा दिन गणता आल नड़िता लवंगलता। पहाड़ तले केमती है गुंफा सबू ए गुंफारे सब पशिकी जावाक पड़ो आरपट को तो चलते जा बहुत ही बढ़िया गुंफा है पहाड़ तले आम पूरा ए पहाड़ उपर अच्छु 200-250 मीटर उपर देखु ये महात्मा सबरो माने पाइथिले बाबा शबर माने हाँ सबरो ये आलू खुलू खुलू ठाकुर ओ आलू खलु खलु ठाकुर आछंदी आइचंदी सेठी देखिले ठाकुर अछन जेतबे राजा को जणैले बलभद्र भंज राजा को केन्दुझर हाँ से हाथी आनिकी तळ आड़े बांधिले बांधिकी देखिले जे प्रकृत ठाकुर अछंती सेठू मंदिर देखल तो से आड़े 500 बनै आनला 152 500 ऊपर को हाँ हेलो हाय नमस्कार मु रंजित आप देखते त्रिपाठी फार्म एंड ब्लॉग आज आम आसिक पहुंच जाइए बाराटिपिरा मंदिर बाराटिपिरा मंदिर आप देखिए ना मुझे जानी कि बाराटिपिरा बहुत बढ़िया मंदिर पूरा पहाड़ उपर मंदिर यही पटे जावाक पड़ो टू व्हीलर रे चलिक भी गले आप आरपटे जापरे तो चलन देखिए बाराटिपिरा मंदिर कौन केमी ऊपर को जावाक पड़ो टू व्हीलर नहीं आम गाड़ी नहीं पलैबू आप जो चलिक जबार थी आरपटे जी ना यपटे आसतु गाड़ी नहीं जी बाराटिपिरा छकु बाराटिपिरा मंदिर पड़ो तो चलते जा देखा कौन केमी बाराटिपिरा मंदिर। आम बाराटिपिरा आसी पहुँची गलु बहुत ही बढ़िया है दृश्य देखा एपटे पाउछ हो चलिक जा फास्ट गाड़ी नहीं आसबे ऊपर को जी चलिकी देखु ये बाराटिपिरा एटी मकर बेलू बहुत ही बढ़िया हुए एबे शिव मंदिर ऊपर मंदिर अच्छी बाबांकर तो चलते जा ऊपर को देखा कौन केमी सब अच्छी बाबांकर शैव पीठ ये बाराटिपिरा ऊपर को जावाक पड़ो कुंडेश्वर नीलकंठेश्वर ठाकुर ये देखु पूरा पहाड़ तले केमती गुंफा सबू ए गुंफारे सब पशिकी जावाक पड़ो आरपट को तो चलते जा बहुत ही बढ़िया गुंफा है पहाड़ तले चलिकी आसी थकी गले पाउछ चढ़ी बाबा बस तले ऊपर को जा यू व्यू बहुत बढ़िया आसुची आहरी ऊपर मंदिर अच्छे देखु यू प्रथम व्यू देखा तापर जा मंदिर भितर को आम पूरा ए पहाड़ उपर अच्छु 200-250 मीटर उपर देखु पूरा पहाड़ उपर मंदिर बहुत बढ़िया है एठिकी भी थरे बुलिया को आसतु एटा भी लिंक रे पकेदेवी कौटी आसो पड़ो देखु बहुत ही बढ़िया जगह चलते जा ऊपर को
ମନ୍ଦିର ଉପରକୁ ଯିବା, ଆହୁରି ପାଉଛ ଚଢିବାକୁ ଅଛି। ଦେଖନ୍ତୁ ବଡ଼ ବଡ଼ ପାହାଡ଼ ଉପରେ ମନ୍ଦିର ଠିଆ ହେଇଛି। ମକର ବେଳକୁ ଏଠି ବହୁତ ହି ବଢ଼ିଆ, ମୁଁ ଆଉ ଚାଲି ପାରୁନି। ମକର ବେଳକୁ ଏଠି ବହୁତ ହି ବଢ଼ିଆ ଯାତ୍ରା ହୁଏ, ମକର ମେଳା। ଆମେ ମକର ବେଳେ ତ ଆସିପାରିଲୁନି, ଏବେ ଆସିଛୁ। ଆପଣ ବି ଆସିକି ବୁଲିକି ଯାଇପାରିବେ। ଦେଖନ୍ତୁ କୁଣ୍ଡେଶ୍ୱର ବାବା କୁଣ୍ଡେଶ୍ୱର ମନ୍ଦିର, ଚାବି ପଡ଼ିଗଲାଣି, ଚାବି ପଡ଼ିଗଲାଣି। ଆମେ ଏଇଠୁ ଟିକେ ଜୁହାର ହେଇ ପଡ଼ିବା। ଓಂ ନମଃ ଶିବାୟ। ବାବା କୁଣ୍ଡେଶ୍ୱର ଭିତରେ ଅଛନ୍ତି, ଚାପ ପଡ଼ିଯାଇଛି। ବୁଲିବାକୁ ବହୁତ ହି ବଢ଼ିଆ ଜାଗା ଅଛି ଏଠି। ପୁରା ଉପରୁ ଭ୍ୟୁ ବଢ଼ିଆ ଆସୁଛି। ଦେଖନ୍ତୁ ଘର ଗୁଡ଼ା କେମିତି ଆସୁଛି, ଗାଁ କେମିତି ଆସୁଛି। ଏଠିକି ବି ଆପଣ ବୁଲିବାକୁ ଆସିପାରିବେ। ଘଟଗାଁରୁ ପାଖ ପୁରା। ଦେଖନ୍ତୁ ବିଲ ଗୁଡ଼ା କେତେ ଛୋଟ 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 ଦେଖାହେଉଛି। ଚଢ଼ିକି ଥକିଗଲିଣି ମୁଁ। ଚାଲନ୍ତୁ ଯିବା ବାବାଙ୍କ ପାଖକୁ ଟିକେ ବୁଝିବା କ'ଣ କେମିତି ଏ ଠାକୁରଙ୍କ ମହିମା। ଗୋଡ଼ ଖସୁଛି, ନେଳି ଲାଗିଛି। ବାବା ଆମର ବସି ଗୀତ ବୋଲୁଛନ୍ତି। ଚାଲନ୍ତୁ ଯିବା ବାବାଙ୍କ ପାଖକୁ। ଏଇ ମନ୍ଦିରକୁ ଥରେ ବୁଲିବାକୁ ଆସନ୍ତୁ। ମନ ଯିଏ ଶାନ୍ତି ଯାହାର କରିବାକୁ ଥିବ, ଏକୁଟିଆ ସ୍ଥାନ ଯିବାକୁ ଥିବ, ଏଇ ଜାଗାକୁ ଆସନ୍ତୁ। ବହୁତ ହି ବଢ଼ିଆ ଜାଗା। ଏଠି ଶାନ୍ତିରେ ଘଣ୍ଟେ 2 ଘଣ୍ଟା ବସିପାରିବେ ଆପଣ। ଚାଲନ୍ତୁ ବାବାଙ୍କ ପାଖକୁ ଯିବା। ବାବା ତଳେ ବସିକି ଆମର ଭଜନ କରୁଛନ୍ତି। ଜୟ ବାବା। ମାଳତୀ ମଲ୍ଲି ସବୁଠୁ ବଢିଆ କୁ ନଡ଼ିଆ, ଆହା ସବୁଠୁ ବଢିଆ ମାକୁ ନଡ଼ିଆ, ଯେତେ ଇଚ୍ଛା ସେତେ ରଖିତା, ଆଲ ନଡ଼ିତା ନବଙ୍ଗଲତା, ଆଲ ନଡ଼ିତା ନବଙ୍ଗଲତା, ଘଟଗାଁ ଯିବା ଦିନ ଗଣିତା, ଆଲ ନଡ଼ିତା ନବଙ୍ଗଲତା। ବାବା ମହାପ୍ରଭୁ ଜୟ ଶ୍ରୀରାମ। ବାବା କ'ଣ ବାବା ଏ ମହାତ୍ମ୍ୟ କ'ଣ ଟିକେ କୁହନ୍ତୁ? କ'ଣ ମହାତ୍ମା? ବାବାଙ୍କ ମହାତ୍ମା। ଏ ମହାତ୍ମା ଶବର ମାନେ ପାଇଥିଲେ ବାବା। ଶବର ମାନେ? ହଁ, ଶବର ଇଏ ଆଳୁ ଖୁଳୁ ଖୁଳୁ ଠାକୁର। ଓ ଆଳୁ ଖୋଳୁ ଖୋଳୁ ଠାକୁର ଆସିଛନ୍ତି। ଖାଇଛନ୍ତି। ସେଠି ଦେଖିଲେ ଠାକୁର ଅଛନ୍ତି। ଯେତେବେଳେ ରାଜାକୁ ଜଣେଇଲେ, ବଳଭଦ୍ର ଭଞ୍ଜ ରାଜାକୁ କେନ୍ଦୁଝରରୁ, ହଁ, ସେ ହାତୀ ଆଣିକି ତଳ ଆଡ଼େ ବାନ୍ଧିଲେ। ବାନ୍ଧିକି ଦେଖିଲେ ଯେ ପ୍ରକୃତ ଠାକୁର ଅଛନ୍ତି। ସେଠୁ ମନ୍ଦିର ଦେଖନ୍ତୁ, ସେଇଆଡ଼େ ପାଉଛ ବନେଇ ଆଣିଲା 152 ପାଉଛ ଉପରକୁ। ହଁ, 152 ସେଇ ପାଉଛରେ ଆସିବ ଚଢ଼ିକି ବୋଲି। ସେଆଡ଼ୁ ଚଢ଼ିକି ଆସୁନାହାନ୍ତି, ସେ ତଳ ହଁ, ଆଡ଼ୁ ହଁ, ହଁ, ଗାଡ଼ି ନାଗୁଛି ଯାହା ପାହାଡ଼ ତଳ ଆଡ଼ୁ, ହଁ। ସିଆଡ଼ୁ ଉଠୁଛନ୍ତି ଇଆଡ଼େ। ଏଟା ପରେ ଗାଡ଼ି ରାସ୍ତା 25-30 ବର୍ଷ ହେଲା। ତାହେଲେ ବାବାଙ୍କ ମହାତ୍ମ୍ୟ ଅଛି? ଅଛି ନା ଆଉ ଅଛି। ଶବର ପାଇଥିଲେ, ଆଜ୍ଞା। ରାଜାକୁ ଜଣେଇଲେ, ରାଜା ଆସିକି ବନେଇଲେ। ହଁ, ତେଣୁକରି ଏଠି ବସ୍ତି କମ୍ ଥିଲା। ବ୍ରାହ୍ମଣ ନେଇକି ଆସିଲେ, ବ୍ରାହ୍ମଣ ପୂଜା କରୁଛନ୍ତି। 3 ଜଣ ବ୍ରାହ୍ମଣ ମାସକୁ 10 ଦିନ ଲେଖା। ହଁ, ତାଙ୍କ ସାଙ୍ଗେ ଦ୍ୱାରପାଳ ଯିଏ ଅଛନ୍ତି, ସେ 5-6 ଜଣ ଅଛନ୍ତି। ହଁ, ହଁ। 5-6 ଜଣ ଅଛନ୍ତି। ଆପଣ ବାବା କେତେ ଦିନ ହେଲା ରହିଲେଣି ଏଠି? ମୁଁ ବାବାଜୀରେ ବାହାରିଛି 10 ବର୍ଷ ହେଲା। 10 ବର୍ଷ ହେଲାଣି? 10 ବର୍ଷ ବାହାରିଲି ଯଦି ଏ ମନ୍ଦିରକୁ ଆସିଛି ମୁଁ 4-5 ବର୍ଷ ହେଲା। ଓହୋ। ମୋର 5 ବର୍ଷ ଗାଁ ଘର ପାଖରେ ରହିଗଲି। ଘର ପାଖରେ କ'ଣ ବାହାର ଆଡ଼େ। ହଁ, ହଁ, ହଁ। ହଉ, ଧନ୍ୟବାଦ ବାବା। ମାନେ ବାବା ଏଇ ପାଠଟା ମୁଁ ତ ପଢ଼େଇ ପାରିବିନି। ଆଜ୍ଞା। ଆପଣଙ୍କୁ ପଢ଼େଇ ପାରିବି ନା, ପାଠ ଆପଣ କ'ଣ ଏଇ ପଢ଼େଇବେ? ଦେଖନ୍ତୁ, ସେଇ ଦୀର୍ଘ ପାଠ ନାହିଁ। ହଁ, ବହୁତ ହି ବଢ଼ିଆ ଜାଗା ହେଇଛି। ବାବା ବି ଏଠି ବସୁଛନ୍ତି ଡେଲି। ଆପଣ ଆସିକି ବୁଲିକି ଯାଇପାରିବେ। ମନ୍ଦିର କେତେବେଳୁ ଖୋଲା? ମନ୍ଦିର ଏଇ ତ ନନା ପଳେଇଲେ। ନନା ଆଇଲା ଗଲେ? ହଁ, ଏଇ ଦେଖିନାହାନ୍ତି ଆପଣ? ହଁ, ହଁ, ଏଇ ନନା ଗଲେ ଯୋଉ। ଦ୍ୱାରପାଳ ଜଣେ ଆଉ ନନା ଜଣେ। ହଁ, ହଁ, ହଁ। ତାମାନେ 10ଟାରୁ ଖୋଲା ନା ସକାଳ 6ରୁ? ସକାଳୁ ଆସିବେ ସେମାନେ। ଓ, ସକାଳୁ ଆସିବେ, 11ଟା 12ଟା ବେଳକୁ ବନ୍ଦ? ସକାଳୁ ଆସିବେ। ଯିଏ ଆଗେ ଆସିବ ତାର ଚାଉଳ ଆସିବ, ଅରୁଆ ଚାଉଳ, ତ ମୁଗ ଫୁଗ ସବୁ ଧରିକି ଆସିବେ।
ଆସିକି ଚିନି ଫିନି ଆସିବ ଏଠି କ୍ଷୀରି ଖିଚୁଡ଼ି ହେବ ଆଜ୍ଞା ଉପରେ ହୁଁ ସେ କ୍ଷୀରି ଖିଚୁଡ଼ି ଭୋଗ ଲାଗିବ 10ଟାରେ। ଏଠି ଏଠି ମକର ବେଳକୁ ବହୁତ ବଢିଆ ହୁଏ। ପୁରା ଭିଡ଼। ମକର ବେଳକୁ ପୁରା ଭିଡ଼। ଆପଣ 14 ତାରିଖରୁ ଆଜ୍ଞା 5 ତାରିଖ 6 ତାରିଖ ଲାଗିଯିବ। ହଁ ହଁ ଆପଣ ମାନେ ଯେବେ ବି ଆସିବେ ମକର ବେଳକୁ ଆସନ୍ତୁ। ବହୁତ ବଢିଆ ଜାଗା, ବହୁତ ହି ବଢିଆ ଏରିଆ। ଆପଣ ମକର ବେଳକୁ ଆସନ୍ତୁ, ପୁରା ଜାମ୍, ଦୋକାନ ଫୋକାନ ବସେ ପୁରା। ଦୋକାନ ଆଜ୍ଞା ହେଇ ଯୋଉ ପାହାଡ ତଳ ଆଡେ ଠାକୁରଙ୍କର ବିରାଟ ପଡିଆ ଅଛି ସେ ମୁଣ୍ଡ ପର୍ଯ୍ୟନ୍ତ ହଁ 4-500 ଆଡା ପୁରା ଦୋକାନ। ହଁ ଦେଖନ୍ତୁ, ଦୋକାନ ଲୁଗା ଅଛି। ଦୋକାନ, ଲୁହା ଦୋକାନ, ଦୁନିଆ ଦୋକାନ ଆସି ଓହୋ ଆଉ ସେତ ନାଚ ପାଟି ଆଜ୍ଞା ଆଜ୍ଞା ପଡିବ। ନାଚ ପାଟି ବି ପଡେ। ଯୁଡେ ପାଟି ଦିଟା ନହେଲେ ବାହାର ଲୋକ ଆସିବେ, ଦେଖିବେ, ଦର୍ଶନ କରିବା ଆସିକି। ସେଇ ଟାଇମରେ ଆପଣ ଆସନ୍ତୁ, ମୁଁ ଆପଣଙ୍କୁ ଲିଙ୍କ ଦେଇଦେବି। ସାର୍ ଆମର ବାବା ସାର୍ କଣ ଟିକେ ବୁଝଉଥିଲେ, ମୁଁ ଆପଣଙ୍କୁ ଲିଙ୍କ ଦେଇଦେବି। ସେଇ ଟାଇମରେ ଆସନ୍ତୁ। ଭିଡିଓ ଯଦି ଭଲ ଲାଗିବ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ କରିବେ। ଜୟ ଜଗନ୍ନାଥ। ଆଉ ଗୋଟିଏ ଭିଡିଓରେ ଦେଖାହବ। ବାବା ନମସ୍କାର। ମହାପ୍ରଭୁ ଶାନ୍ତି।